ମୋ ଝିଅକୁ ମାରି ଦେଇକି ଟାଙ୍ଗି ଦେଇଛନ୍ତି। ମୁଁ ଯୌତୁକ ମାଗିଲେ ମୁଁ ଗରିବ ଲୋକ ଯାହା ମାରିନି ସେଇଆ ଦେନି ଯୌତୁକ। ମୁଁ ତଥାପି ଆସ୍ତେ ଢେର ଜିନିଷ ସାରା ଦେଇଦେଇଛି। ନବବଧୂର ମୃତ୍ୟୁ ଯୌତୁକ ପାଇଁ ହତ୍ୟା ଅଭିଯୋଗ। ଘର ଭିତରୁ ନବବଧୂର ମୃତଦେହ ଉଦ୍ଧାର ହୋଇଛି, ତେବେ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ଆଣିଲେ ପରିବାର। ମୃତକ ହେଉଛନ୍ତି କୃଷ୍ଣପୁର ଗ୍ରାମର ସଞ୍ଜୀବ ଦାସଙ୍କ ସ୍ତ୍ରୀ ସସ୍ମିତା ସେଠୀ। 1.5 ବର୍ଷ ପୂର୍ବରୁ ଉଭୟଙ୍କର ମନ୍ଦିରରେ ବିବାହ ହୋଇଥିଲା। ତେବେ ବିବାହ ପରଠାରୁ ତାଙ୍କୁ ଯୌତୁକ ପାଇଁ ବିଭିନ୍ନ ସମୟରେ ସଞ୍ଜୀବଙ୍କ ପରିବାର ଲୋକେ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ସସ୍ମିତା ପରିବାର ଲୋକଙ୍କୁ ଜଣାଇଥିଲେ। ହେଲେ କିଛି ଦିନ ପୂର୍ବରୁ ଯୌତୁକ ବାବଦକୁ ଆଉ 3 ଲକ୍ଷ ଟଙ୍କା ସଞ୍ଜୀବଙ୍କ ପରିବାର ଲୋକେ ଦାବି କରିଥିଲେ। ସେଥିମଧ୍ୟରୁ 1.5 ଲକ୍ଷ ଟଙ୍କା ଦେବା ପରେ ବାକି 1.5 ଲକ୍ଷ ଟଙ୍କା ପାଇଁ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଶେଷରେ ଗତକାଲି ସସ୍ମିତାଙ୍କର ମୃତ ଖବର ଜାଣିବା ପରେ ପରିବାର ଲୋକେ ନାକାଣ୍ଡି ଥାନାରେ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣା ତଦନ୍ତ କରୁଛି। ଏହା ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ସବୁ ଦେଇଛି ମତେ ନ୍ୟାୟ ଦରକାର ସାର୍। ମୁଁ ଆଉ କିଛି ମାଗୁନି, ମତେ ନ୍ୟାୟ ଦରକାର, ମତେ ନ୍ୟାୟ ଦିଅନ୍ତୁ। ମୁଁ ନ୍ୟାୟ ବି ନାଚିବା ଛାଡ଼ିବି ନାହିଁ କିଛି କାହାରିକି। ବାସନ୍ତି ସେଠି ମୋ ଝିଅକୁ ମାରି ଦେଇକି ଟାଙ୍ଗି ଦେଇଛନ୍ତି। ମୁଁ ଯୌତୁକ ମାଗିଲେ ମୁଁ ଗରିବ ଲୋକ ଯାହା ମାରିନି ସେଇଆ ଦେନି ଯୌତୁକ। ମୁଁ ତଥାପି ଆସ୍ତେ ଢେର ଜିନିଷ ସାରା ଦେଇଦେଇଛି। ତା ଜିନିଷ ପତ୍ର ଢେର ଦେଇ ସାରିଲା ପରେ ପୁଣି ମାଗିଲେ ମତେ ଏତିକି ପଇସା ଦିଅ। ମୁଁ ହଉ ଠିକ ଅଛି। 3 ଲକ୍ଷ ଟଙ୍କା ମାଗିଲେ। ମୁଁ ଠିକ ଅଛି, ମୁଁ ଯଦି କହୁଛ ମୁଁ ତ ବାପା ଯାଇଛନ୍ତି, ମତେ କିଛି ଦିନ ଟାଇମ ଦିଅ, ମୁଁ ଯୌତୁକ ଦେବି। ଦେଲା ପରେ ତା ବାପା ଗଲା ପରେ ମତେ 1.5 ଲକ୍ଷ ଟଙ୍କା ପଠେଇଲେ। ମୁଁ ତା ବାପାକୁ ହାତରେ ଦେନି। ଦେଲା ପରେ ମୁଁ ତା ବାପା ଆଣିକି ଦେଇକି ଗଲା। ଆଉ 1.5 ଲକ୍ଷ ଟଙ୍କା ସେ ମୋ କତିରୁ ପାଇଏ। ସେଥିପାଇଁ ମୋ ଝିଅକୁ ମାରି ଦେଇକି ଟାଙ୍ଗି ଦେଇଛନ୍ତି। ଘଟଣା ମୁଁ ସାର୍ ପାଣି ଦଉଥିଲି ବାଡ଼ିରେ। ମୁଁ ଗୋଡ଼ ହାତ ଧୋଇକି ଘରକୁ ଖାଇତେ ଆସିଲା ବେଳକୁ ଘର ଭିତରୁ ମାନେ ତ ଶୁଣାଗଲା ଯେ ଦୌଡ଼ି ଆସ ବୋଲି। ମୁଁ ଆଉ ମୋ ସ୍ତ୍ରୀ ଯେତେବେଳେ ବାହାରିକି ଦେଖିଲୁ, ତାଙ୍କର ଯେଉଁ ଅଛନ୍ତି ବୟସ୍କ ଲୋକ, ସେ ତାଙ୍କର ପାଟି କରୁଛି ଦୌଡ଼ି ଆସ ମୋର ସର୍ବନାଶ ହେଇଗଲା। ଆମେ ଦୌଡ଼ିକି ଆସିଲୁ, କ'ଣ ହେଇଛି ଆମେ ବି ପାଟି କଲୁ। ତାପରେ ପାଟି କଲା ହେତୁ ସେମାନେ ବି ଯେଉଁ ଆଉ ଘର ସବୁ ଅଛି ସେମାନେ ବି ଦୌଡ଼ିକି ଆସିଲେ। କ'ଣ ଦେଖିଲୁ ମାନେ ସାର୍ ମୁଁ ଦେଖିଲି କ'ଣ, ମୁଁ ପଚାରିଲି ଆଗ ମାନେ କ'ଣ ହେଇଛି ନା ମୋ ବୋଉ ଦୌଡ଼ି ଦେଇଯାଇଛି। ମୁଁ ଦୌଡ଼ିକି ଆଜ୍ଞା ଘର ଭିତରେ ଯେତେବେଳେ ଦୌଡ଼ି ଗଲି ଝିଅଟା ଉଡ଼ିଛି। ନା ଗୋଟେ କପଡ଼ାରେ ଗୁଡ଼ା ହେଇଛି ଆଉ ଉଡ଼ିଛି। ଫ୍ୟାନ୍ ଗୋଟେ ଉଡ଼ିଛି, ସେ ରଡ଼ରେ ଉଡ଼ିଛି। ତାର ହେଇକି ବର୍ତ୍ତମାନ ତାକୁ ଯେକୌଣସି ଘଟଣା ପାଇଁ ସମସ୍ତଙ୍କୁ ନ୍ୟାୟ ଦରକାର ଏବଂ ଯେଉଁଭଳିଆ ଯେ ଆସାମୀମାନେ ଯେଉଁ କାଣ୍ଡ ଭିଆଉଛନ୍ତି ବା ଘଟଣା ଘଟୁଛି ତାଙ୍କ ପାଇଁ କଠୋରରୁ ଦଣ୍ଡ ହେବା ଦରକାର। ବାସୁଦେବପୁର ମଧୁସ୍ମିତା ପଲାଇଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।